ବୁଟ ଡାଲି ପୋଟଳର ଏତେ ସୁଆଦିଆ ତରକାରୀ ଥରେ ବନେଇ ଖାଇଲେ ପୋଟଳ ସରିବା ପର୍ଯ୍ୟନ୍ତ ଏମିତି ବନେଇବା ପାଇଁ ପସନ୍ଦ କରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ ରହିଲା। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର ଏହି ସୁଆଦିଆ ପୋଟଳ ତରକାରୀ ବନେଇବା ପାଇଁ ଏଠି ମୁଁ ନେଇଛି 250 ଗ୍ରାମର ଦେଶୀ ପୋଟଳ। ଦେଶୀ ପୋଟଳରେ ତରକାରୀ ବନେଇଲେ ତରକାରୀ ଖାଇବା ପାଇଁ ଭଲ ଲାଗେ। ତା ସହିତ ଗୋଟେ ବଡ଼ ସାଇଜର ଆଳୁ ପୋଟଳ ଆପଣଙ୍କ ହିସାବରେ କମ ବେଶୀ କରି ନେଇପାରିବେ। ତା ଛଡ଼ା ଆଜି ଆମକୁ ଦରକାର ବୁଟ ଡାଲି। ଏତିକି ପୋଟଳ ପାଇଁ ଏଠି ମୁଁ ନେଇଛି 100 ଗ୍ରାମର ବୁଟ ଡାଲି। ବୁଟ ଡାଲିକୁ 4 ରୁ 5 ଘଣ୍ଟା ପାଣିରେ ବତୁରେଇ ଦେବେ। ବୁଟ ଡାଲିକୁ ଭଲ ଭାବରେ ବତୁରେଇ ନେବେ, ତାହେଲେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ପୋଟଳ ଉପରେ ଥିବା ଚୋପାକୁ ଆମେ ହାଲକା ବାହାର କରିବା। ପୋଟଳରେ ଅଳ୍ପ ଅଳ୍ପ ଚୋପା ରହିଲେ ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। ଏମିତି ଚୋପା ବାହାର କଲେ ପୋଟଳ ଦେଖିବା ପାଇଁ ବି ସୁନ୍ଦର ଲାଗିବ। ତାପରେ ପୋଟଳକୁ ମଝିରେ 2 ଫାଳ କରି କାଟି ନେବା। ଦେଖନ୍ତୁ ପୋଟଳ କେତେ ସୁନ୍ଦର ଦେଖାଯାଉଛି। ଆଉ ଗୋଟେ ଉପାୟରେ ପୋଟଳର ଚୋପାକୁ ବାହାର କରି ନେଇପାରିବେ। ଛୁରୀର ଅଲଟା ପଟରେ ପୋଟଳ ଉପରେ ଥିବା ଚୋପାକୁ ହାଲକା ହାଲକା ବାହାର କରିନେବେ। ଯେମିତି ଆପଣମାନଙ୍କୁ ସୁବିଧା ଲାଗିବ ସେମିତି ବାହାର କରିନେବେ। ତାହେଲେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଗୋଟେ ଅନୁରୋଧ, ଆଜିର ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ, ନିଶ୍ଚୟ ଗୋଟେ ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ଏ ଯାଏଁ ସବସ୍କ୍ରାଇବ୍ କରିନଥିଲେ ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନର ଅଲ୍ ଅପସନରେ ପ୍ରେସ୍ କରିବେ। ତାପରେ ଆମେ ଆଳୁକୁ କାଟି ନେବା। ଆଳୁକୁ ଟିକେ ମିଡ଼ିୟମ୍ ପିସେସରେ କାଟି ନେବା। ତରକାରୀରେ ବହୁତ ଜଲ୍ଦି ସିଝିଯିବ। ଆଳୁ କାଟି ସାରିବା ପରେ ପାଣିରେ ରଖିବେ, ଆଳୁ କଳା ପଡ଼ିବ ନାହିଁ। ତାପରେ ଗ୍ୟାସ୍ ଉପରେ କଢ଼େଇ ବସେଇ 2 ଛୋଟ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହୋଇଯିବା ପରେ କାଟି ରଖିଥିବା ଆଳୁକୁ ଦେବା। ଆଳୁକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା। ଏବେ ଆଳୁକୁ ଆଉ କଭର କରିବା ଦରକାର ନାହିଁ। ସେମିତି ଗ୍ୟାସର ଫ୍ଲେମ୍ ମିଡ଼ିୟମ୍ ହାଇ ରଖି ଟିକେ ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜି ନେବା। ଏହି ଷ୍ଟେଜରେ ଆଳୁକୁ ସିଝେଇବା ନାହିଁ, କେବଳ ଗ୍ୟାସର ଫ୍ଲେମ୍ ମିଡ଼ିୟମ୍ ହାଇ ରଖି ଟିକେ ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜି ନେବା। ଏମିତି ଲାଲ କଲର ହେଲେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ଆଳୁ ଲାଲ କଲର ହେଇଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ଆଳୁ ଭାଜି ସାରିବା ପରେ ସେଇ ତେଲରେ କାଟି ରଖିଥିବା ପୋଟଳକୁ ଦେବା। ପୋଟଳକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ପୋଟଳରେ ଆଉ ହଳଦୀ ଗୁଣ୍ଡ ଦେବା ଦରକାର ନାହିଁ। ପୋଟଳ ଦେଇସାରିବା ପରେ ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ପୋଟଳକୁ ଭାଜି ନେବା। ପୋଟଳ ଭାଜିବା ସମୟରେ ପୋଟଳରୁ ବହୁତ ପାଣି ବାହାରିବ। ଚଟୁରେ ହାଲକା ହାଲକା ପ୍ରେସ୍ କରିବେ। ହାଲକା ହାଲକା ପ୍ରେସ୍ କଲେ ପୋଟଳ ଭିତରେ ଯାହା ବି ପାଣି ଥିବ ସେଇ ପାଣି ବାହାରିଯିବ। ତରକାରୀରେ ପୋଟଳ ଆଉ ପାଣିଆ ଲାଗିବ ନାହିଁ। ଏମିତି ଲାଲ କଲର ହେଲା ପର୍ଯ୍ୟନ୍ତ ଆମେ ଭାଜି ନେବା। ପୋଟଳ ଏମିତି ଲାଲ କଲର ହେଲେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ଏବେ ପୋଟଳ ଭାଜି ରେଡ଼ି ହେଇଗଲା। ପୋଟଳକୁ ବାହାରକୁ ବାହାର କରି ଆଣିବା। ଆଳୁ ପୋଟଳ ଭଜା ରେଡ଼ି ହେଇଗଲା। ସେଇ କଢ଼େଇରେ ଅଳ୍ପ ତେଲ ଅଛି, ଆଉ 2 ଛୋଟ ଚାମଚ ତେଲ ଗରମ କରିବା। ତେଲ ଆପଣଙ୍କ ହିସାବରେ କମ ବେଶୀ କରି ଦେଇପାରିବେ। ତେଲ ଗରମ ହେଇଯିବା ପରେ ଅଧା ଚାମଚ କଞ୍ଚା ଜିରା, ଗୋଟେ ତେଜପତ୍ର ଦେବା। ଜିରା ତେଲରେ ଫୁଟିଯିବା ପରେ ଗୋଟେ ମିଡ଼ିୟମ୍ ସାଇଜର ପିଆଜ ଦେବା। ପିଆଜ ଦେବା ପରେ ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ପିଆଜକୁ ହାଲକା ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା। ଏବେ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖିବା। ସେପଟେ ତରକାରୀ ପାଇଁ ମସଲା ବନେଇବା। ମସଲା ପାଇଁ ଏଠି ମୁଁ 7 ରୁ 8ଟି ରସୁଣ, ଅଧା ଇଞ୍ଚର ଅଦା ନେଇଛି। ତରକାରୀରେ ସବୁବେଳେ ରସୁଣ ଅଧିକ ଦେବେ, ଅଦା କମ୍ ଦେବେ। ଗୋଟେ ବଡ଼ ସାଇଜର ଟମାଟୋ, ଅଳ୍ପ କିଛି ଧଣିଆ ପତ୍ର ନାଡ଼ ସହିତ ଦେବେ। ବହୁତ ବଢ଼ିଆ ବାସ୍ନା ଆଉ ଟେଷ୍ଟ ଆସିବ। ଜମା ପାଣି ଦେବେ ନାହିଁ। ସେମିତି ମସଲାକୁ ଚିକଣ କରି ବାଟି ଆଣିବେ। ମସଲା ରେଡ଼ି ହେଇଗଲା। ଏପଟେ ପିଆଜ ବି ଦେଖନ୍ତୁ ହାଲକା ଲାଲ କଲର ହେଇ ଆସିଲାଣି। ପିଆଜକୁ ଏତିକି ଭାଜିବେ। ପିଆଜ ଭାଜିଯିବା ପରେ ବାଟି ରଖିଥିବା ମସଲାକୁ ଦେବା। ଗ୍ରାଇଣ୍ଡର ଜାର୍ ଧୋଇ 2-3 ଚାମଚ ପାଣି ଦେବା। ମସଲାକୁ ଟିକେ ଗୋଳେଇ ନେବା। ଏବେ ମସଲାରେ ବୁଟ ଡାଲିକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ପୋଟଳ ଆଳୁ ପାଇଁ ପୋଟଳ ଆଳୁ ଭାଜିବା ସମୟରେ ଲୁଣ ଦେଇଥିଲେ। ଲୁଣ ଦେବା ସମୟରେ ଆପଣମାନେ ଟିକେ ଧ୍ୟାନ ରଖି ଦେବେ। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା। ରାଗ ପାଇଁ ଅଧା ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ। ତରକାରୀରେ ବହୁତ ବଢ଼ିଆ କଲର ପାଇଁ ଗୋଟେ ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା। ବେଶୀ ରାଗ ନଥାଏ, କିନ୍ତୁ ତରକାରୀରେ ବହୁତ ବଢ଼ିଆ କଲର ଆସେ। ଅପସନାଲ ଅଛି, ଆପଣ ଚାହିଁଲେ ସ୍କିପ୍ କରିପାରିବେ। ଏବେ ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ମସଲାକୁ କଭର କରି ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ କଷି ନେବା। 4-5 ମିନିଟ୍ ପରେ ଏଠି ଦେଖନ୍ତୁ ମସଲା ଉପରକୁ ତେଲ ଆସିଯାଇଛି, କିନ୍ତୁ ମସଲା ଆଉ କିଛି ସମୟ କଷିବ। ଏହି ଷ୍ଟେଜରେ ଆମେ ବତୁରେଇ ରଖିଥିବା ବୁଟ ଡାଲିରୁ ସବୁ ପାଣି ବାହାର କରି କେବଳ ବୁଟ ଡାଲିକୁ ଦେବା। ଡାଲି ସହିତ ଭାଜି ରଖିଥିବା ଆଳୁକୁ ଦେବା, କିନ୍ତୁ ପୋଟଳକୁ ଦେବା ନାହିଁ। ପୋଟଳକୁ ପରେ ଦେବା। ଆଳୁ ଭାଜିବା ସମୟରେ ଜମା ଭଲ ଭାବରେ ସିଝି ନାହିଁ। ଡାଲି ସହିତ ଦେଇ ଆଳୁକୁ ସିଝେଇ ନେବା। ଗୋଟେ ସମୟରେ 2ଟି କାମ ହେବ। ଡାଲି ବି ସିଝିଯିବ, ଆଳୁ ବି ସିଝିଯିବ। ଡାଲି ଆଳୁକୁ ମସଲା ସହିତ ଭଲ ଭାବରେ କଷି ନେବା।
ଯାହାଦ୍ୱାରା ଡାଲିର କଞ୍ଚା ବାସ୍ନା ଚାଲିଯିବ, ମସଲାର ଫ୍ଲେଭର ଡାଲି ଆଳୁ ଭିତରକୁ ଆସିଯିବ, ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ଡାଲି ଆଳୁ କଷିଯିବା ପରେ ଆମେ ଗରମ ପାଣି ଦେବା। ଡାଲି ଆଳୁକୁ ସିଝିବା ପାଇଁ ଯେତିକି ପାଣି ଦରକାର ସେତିକି ପାଣି ଦେବେ, ଅଧିକ ପାଣି ଦେବେ ନାହିଁ। ଏହି ତରକାରୀକୁ ଆମେ ବେଶୀ ଝୋଳ କରିବା ନାହିଁ। ପାଣି ଦେଇସାରିବା ପରେ ଗ୍ୟାସର ଫ୍ଲେମ୍ ହାଇ ରଖିବା। ପାଣି ବହୁତ ଜଲ୍ଦି ଫୁଟିଯିବ। ପାଣି ଥରେ ଫୁଟି ଆସିଲେ ଗ୍ୟାସର ଫ୍ଲେମ୍ ପୁରା ଲୋ ମିଡ଼ିୟମ୍ ରଖି 12ରୁ 14 ମିନିଟ୍ ପର୍ଯ୍ୟନ୍ତ ଡାଲି ଆଳୁକୁ ସିଝେଇବା। ସେଇ ଭିତରେ ଚାଲନ୍ତୁ ତରକାରୀ ପାଇଁ ଆଉ ଗୋଟେ ମସଲା ବନେଇବା। ଗୋଟେ ଛୋଟ ପ୍ୟାନ୍ରେ ଗୋଟେ ଛୋଟ ଚାମଚ କଞ୍ଚା ଧନିଆ ଦେବା, ଅଧା ଛୋଟ ଚାମଚ କଞ୍ଚା ଜିରା, ଅଧା ଛୋଟ ଚାମଚ ପାନମଧୁରୀ ଦେବା। ପାନମଧୁରୀ ଦେଲେ ତରକାରୀର ବାସ୍ନା ଟେଷ୍ଟ ବହୁତ ବଢ଼ିଆ ଆସିବ। ଯଦି ପାନମଧୁରୀ ନଥିବ କେବଳ ଜିରା ଧନିଆ ଦେଇପାରିବେ। ତା ସହିତ ଅଳ୍ପ କିଛି ଗରମ ମସଲା, 2ଟି ଗୁଜୁରାତି, ଛୋଟ ଖଣ୍ଡେ ଡାଲଚିନି, 4ଟି ଲବଙ୍ଗ, ଏତିକି ଗରମ ମସଲା ଦେବେ। ବେଶୀ କିଛି ଦେବା ଦରକାର ନାହିଁ। ଏବେ ଗ୍ୟାସର ଫ୍ଲେମ୍ ପୁରା ଲୋ ମିଡ଼ିୟମ୍ ରଖି ମସଲାକୁ କେବଳ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। ବେଶୀ ପୋଡ଼ିବେ ନାହିଁ, ବେଶୀ ଭାଜିବେ ନାହିଁ। ବେଶୀ ଭାଜିଲେ ମସଲାର ବାସ୍ନା ଚାଲିଯିବ। ମସଲା ହାଲକା ଭାଜିଯିବା ପରେ ବାହାରକୁ ବାହାର କରି ଆଣିବା। ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା। ଥଣ୍ଡା ହେଲା ପରେ ଗ୍ରାଇଣ୍ଡର ଜାରରେ ଦେଇ ଫାଇନ୍ ପାଉଡର ବନେଇବା। ଏବେ ଆମ ରେଡ଼ି ହେଇଗଲା ଆଜିର ତରକାରୀ ପାଇଁ ସ୍ପେଶିଆଲ ମସଲା। ଗୁଣ୍ଡ ମସଲା ଦେବା ଅପେକ୍ଷା ଏମିତି ଘରେ ମସଲା ବନେଇ ତରକାରୀରେ ଦେବେ, ଦେଖିବେ ତରକାରୀର ବାସ୍ନା ଟେଷ୍ଟ ବହୁତ ବଢ଼ିଆ ଆସିବ। ପାଖାପାଖି 3 ଛୋଟ ଚାମଚ ମସଲା ଆମ ରେଡ଼ି ହେଲା। ଏପଟେ ଚାଲନ୍ତୁ ତରକାରୀକୁ ଚେକ୍ କରିବା। 12 ମିନିଟ୍ ପରେ ଏଠି ଆମେ ଡାଲି ଆଳୁକୁ ଚେକ୍ କରିବା। ଦେଖନ୍ତୁ ଯେତିକି ଆମେ ପାଣି ଦେଇଥିଲେ ପାଣି ଟିକେ କମିଯାଇଛି। ଡାଲି ଦେଖନ୍ତୁ ଗୋଟା ଗୋଟା ଅଛି, କିନ୍ତୁ ପାଖାପାଖି 90% ସିଝି ଯାଇଛି। ପୋଟଳ ଦେବା ପୂର୍ବରୁ ଡାଲିକୁ ଏତିକି ସିଝେଇବେ, ବେଶୀ ଘାଣ୍ଟିବେ ନାହିଁ। କାହିଁକି ନା ପୋଟଳ ଦେବା ପରେ ପୋଟଳ ସହିତ ଡାଲି ଆଉ କିଛି ସମୟ ସିଝିବ। ଆଳୁ ଦେଖନ୍ତୁ ସେମିତି 90% ପାଖାପାଖି ସିଝି ଯାଇଛି। ଡାଲି ଆଳୁ 90% ସିଝିଯିବା ପରେ ଭାଜି ରଖିଥିବା ପୋଟଳକୁ ଦେବା। ପୋଟଳ ଦେବା ସମୟରେ ମୋର କ୍ୟାମେରା ଅଫ୍ ହେଇଯାଇଥିଲା, ସେଥିପାଇଁ ମୁଁ ଦେଖେଇ ପାରିନାହିଁ। ପୋଟଳକୁ ଦେବା ପରେ ତରକାରୀ ସହିତ ଗୋଳେଇ ନେବା। ପାଣି ଟିକେ ଚେକ୍ କରିବେ। ଏଠି ପାଣି ମୋତେ ଟିକେ କମ୍ ଲାଗୁଛି, ଆଉ ଅଧା କପ୍ ପାଖାପାଖି ମୁଁ ଗରମ ପାଣି ଦେଲି। ଆପଣମାନେ ପାଣି ଚେକ୍ କରି ଦେବେ। ପାଣି ଦେଇସାରିବା ପରେ ବନେଇ ରଖିଥିବା ସ୍ପେଶିଆଲ ମସଲାରୁ 2 ଛୋଟ ଚାମଚ ମସଲା ଦେବା। ଗୋଟେ ଛୋଟ ଚାମଚ ମସଲା ବଳକା ରଖିବେ। ଯେତେବେଳେ ଯେକୌଣସି ତରକାରୀ ବନେଇବେ ଏହି ମସଲାକୁ ବ୍ୟବହାର କରିପାରିବେ। ଏହି ଷ୍ଟେଜରେ ଆପଣ ଚାହିଁଲେ ଅଳ୍ପ କିଛି ଧନିଆ ପତ୍ର ଦେଇପାରିବେ, ନଦେଲେ ବି ଚଳିବ। ଆମେ ମସଲାରେ ବାଟି ନେଇଥିଲେ। ଶେଷରେ ଯଦି ଆପଣମାନଙ୍କ ପାଖରେ କସୁରୀ ମେଥି ପତ୍ର ଥିବ ଗୋଟେ ଛୋଟ ଚାମଚ ଦେବେ। ଦେଖିବେ ଏହି ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସିବ। ସବୁ ଜିନିଷକୁ ଭଲ ଭାବରେ ଗୋଳେଇ ନେବା। ଡାଲି ଆଳୁ ପୋଟଳ ସିଝିବା ପାଇଁ ଆଉ କିଛି ସମୟ ଲାଗିବ। ସେଥିପାଇଁ ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି କେବଳ 4ରୁ 5 ମିନିଟ୍ କଭର କରିବା, ଯାହାଦ୍ୱାରା ସବୁ ଜିନିଷ ଭଲ ଭାବରେ ସିଝିଯିବ। ମସଲାର ଫ୍ଲେଭର ତରକାରୀ ଭିତରକୁ ଆସିଯିବ। 5 ମିନିଟ୍ ପରେ ଏଠି ଆମ ତରକାରୀର ଫାଇନାଲ ଲୁକ୍ ଦେଖନ୍ତୁ। ତରକାରୀ କେତେ ଡେଲିସିୟସ୍ ଦେଖାଯାଉଛି। ପୋଟଳ ଡାଲି ଆଳୁ ସବୁ ଭଲ ଭାବରେ ସିଝି ଯାଇଛି, କିନ୍ତୁ ଜମା ଘାଣ୍ଟି ନାହିଁ। ଝୋଳ ଏତିକି ବହଳିଆ ରଖିବେ। ତରକାରୀ ଥଣ୍ଡା ହେଲା ପରେ ଝୋଳ ଆଉ ଟିକେ ବହଳିଆ ହେଇଯିବ। ଡାଲି ଆଳୁ ପୋଟଳ ସବୁ ଭଲ ଭାବରେ ସିଝି ଯାଇଛି, କିନ୍ତୁ ଘାଣ୍ଟି ନାହିଁ। ଏମିତି ରହିଲେ ତରକାରୀ ଦେଖିବା ପାଇଁ ଭଲ ଲାଗିବ, ଖାଇବା ପାଇଁ ବି ଭଲ ଲାଗିବ। ଏବେ ଆମ ରେଡ଼ି ହେଇଗଲା ସୁପର ଟେଷ୍ଟି ବୁଟ ଡାଲି ଦିଆ ପୋଟଳ ଆଳୁ ତରକାରୀ। ଆପଣମାନେ ନିଶ୍ଚୟ ଥରେ ବନାନ୍ତୁ। କେମିତି ଲାଗିଲା ନିହାତି କମେଣ୍ଟସ୍ କରି ଜଣାଇବେ। ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।